ओम नमो भगवते वासुदेवाय। ଆଜି ଆମେ ପୁଣି ଏକାଠି ହୋଇଛେ ଅତିବଡ଼ି ଜଗନ୍ନାଥ ଦାସଙ୍କ ସେହି ଅମୃତମୟ କୃତି ଓଡ଼ିଆ ଭାଗବତର ଏକ ଅତି ବହୁ ମାର୍ମିକ ପ୍ରସଙ୍ଗକୁ ନେଇ ଆମେ ଆଲୋଚନା କରିବା ନବମ ସ୍କନ୍ଧ ଆଉ ତାର ନବମ ଅଧ୍ୟାୟ। ସେଇଠି ଭାବନ୍ତୁ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରୁଛନ୍ତି। ସେହି ଅନ୍ତିମ ପ୍ରଣତି ମନେ ପକାଇବା ଦରକାର ଯେ ମହାଭାରତ ଯୁଦ୍ଧ ପରେ ଅର୍ଜୁନଙ୍କ ଶରରେ ଆହତ ହୋଇ ସେ ଇଚ୍ଛା ମୃତ୍ୟୁବରଣ କରିଥିଲେ। ଠିକ୍, ଆଉ ଉତ୍ତରାୟଣକୁ ଅପେକ୍ଷା କରିଥିଲେ। ଆଉ ସେହି ସମୟରେ ସ୍ୱୟଂ କୃଷ୍ଣ ତାଙ୍କ ପାଖକୁ ଆସିଛନ୍ତି। କି ଅପୂର୍ବ ସମୟ! ତେବେ ସେହି ସ୍ତୁତିର କିଛି ଅଂଶ ଆଜି ଆମେ ଦେଖିବା ପଦ 88ରୁ 131 ପର୍ଯ୍ୟନ୍ତ। ଏଇ ଆଲୋଚନାଟା ମାନେ ଭକ୍ତି, ଜ୍ଞାନ, ବୈରାଗ୍ୟ ସବୁ ଏକାଠି। ତେଣୁ ପୁରା ଶୁଣିଲେ ଯାଇ ଏହାର ଗଭୀରତା ବୁଝିହବ। ନିଶ୍ଚୟ। ଆଉ ଯଦି ଏମିତି ଆଧ୍ୟାତ୍ମିକ ଆଲୋଚନା ଶୁଣିବାକୁ ଭଲ ଲାଗେ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରହିବାକୁ ଅନୁରୋଧ। ସବସ୍କ୍ରାଇବ୍ କରିବେ। ନିଶ୍ଚୟ କରନ୍ତୁ। ତାହେଲେ ଚାଲନ୍ତୁ ଆଉ ଦେରି ନ କରି ସିଧା ଭୀଷ୍ମଙ୍କ ସେ ଭାବପୂର୍ଣ୍ଣ ପଦ ଭିତରକୁ ଯିବା। ନବମ ଅଧ୍ୟାୟରୁ ଆରମ୍ଭ କରୁଛି। ଏହା କେବଳ ପଦ ନୁହେଁ, ଏ ହେଉଛି ଗୋଟେ ମହାନ ଆତ୍ମାର ଅନ୍ତିମ ନିବେଦନ ପରମାତ୍ମାଙ୍କ ସହ ମିଳନ ପାଇଁ। ଜୀବନବ୍ୟାପୀ ସାଧନାର ଶେଷ କଥା। ଆବେମନ୍ତ ଭାବେ ମନ ମୋର, ତୃଷ୍ଣା ବର୍ଜିତ ନିର୍ବିକାର, କୃଷ୍ଣ ଶରୀରେ ହୌଲିନ, ଯେ ହରିଭକ୍ତ ତାରଣ। ଦେଖନ୍ତୁ, ଆରମ୍ଭରୁ କେତେ ସ୍ପଷ୍ଟ ତାଙ୍କର ଲକ୍ଷ୍ୟ। ଜୀବନସାରା ଯୁଦ୍ଧ ଦ୍ୱନ୍ଦ୍ୱ ପରେ ଏବେ ସେ କ'ଣ ଚାହୁଁଛନ୍ତି? ଶାନ୍ତି, ସମ୍ପୂର୍ଣ୍ଣ ସମର୍ପଣ। ତୃଷ୍ଣା ବର୍ଜିତ ମାନେ କୌଣସି ଇଚ୍ଛା ନାହିଁ, କିଛି କାମନା ନାହିଁ। ଆଉ ନିର୍ବିକାର ମାନେ କ୍ରୋଧ, ଲୋଭ, ମୋହ ଏସବୁ କିଛି ନାହିଁ। ଏମିତି ଗୋଟେ ପୂରାପୂରି ଶୁଦ୍ଧ ମନ। ସେଇ ଶୁଦ୍ଧ ମନଟା କେବଳ ସେହି ଭକ୍ତତାରଣ ହରି ଶ୍ରୀକୃଷ୍ଣଙ୍କ ଚିନ୍ମୟ ସ୍ୱରୂପରେ ହିଁ ମିଶିଯାଉ, ଲୀନ ହୋଇଯାଉ। ଏଇଟା ହିଁ ତାଙ୍କର ଶେଷ ପ୍ରାର୍ଥନା। କିନ୍ତୁ ଯେଉଁ କୃଷ୍ଣଙ୍କଠି ଲୀନ ହବେ ତାଙ୍କର ମହିମା ତ ଅପାର, ସେଇ କଥା ବୋଧେ ଆଗକୁ ଆସୁଛି। ଠିକ୍। ଯାହାର ମହିମା ଯୋଗୀଜନେ ଚିନ୍ତି ନ ପାନ୍ତି ଯୋଗ ଧ୍ୟାନେ, ସ୍ୱସୁଖେ ଥାଇ ଅବିରତେ, ପ୍ରକୃତି ବଶେ ବିଶ୍ୱ ଅର୍ଥେ, ପ୍ରକୃତି ତହୁଁ ଏ ଜଗତ ପ୍ରବାହ ରୂପେ ଆତଜାତ। ଏଇଠି ଗୋଟେ ଗଭୀର ଦର୍ଶନ ଅଛି। ଭଗବାନଙ୍କ ମହିମାକୁ କ'ଣ କେହି ପୁରା ବୁଝିପାରିବେ? ନା, ସମ୍ଭବ ନୁହେଁ। ବଡ଼ ବଡ଼ ଯୋଗୀମାନେ ବି ଯେତେ ଯୋଡ଼ କରନ୍ତୁ, ଯେତେ ଧ୍ୟାନ କରନ୍ତୁ, ପୁରା ବୁଝିବା କଷ୍ଟ। ସେ ତ ନିଜେ ନିଜ ଆନନ୍ଦରେ ସବୁବେଳେ ଅଛନ୍ତି, ସୁସୁଖେ ଥାଇ ଅବିରତେ। କିନ୍ତୁ ତଥାପି ଏ ସଂସାର ସେଇଟା ତାଙ୍କ ମାୟା ବା ପ୍ରକୃତି ଦ୍ୱାରା ଚାଲିଛି। କାହା ପାଇଁ? ନା ବିଶ୍ୱ ଅର୍ଥେ, ମାନେ ଜୀବର କଲ୍ୟାଣ ପାଇଁ। ଆଉ ସେଇ ପ୍ରକୃତିରୁ ଏ ଜଗତ ନଦୀ ସୁଅ ଭଳି ତିଆରି ହେଉଛି, ପୁଣି ମିଶି ଯାଉଛି। ସେ କିନ୍ତୁ ଏସବୁ ଭିତରେ ଥାଇ ବି ନିର୍ଲିପ୍ତ, ଅଲଗା। ଆଚ୍ଛା, ସେଇ ଅରୂପ ଅଚିନ୍ତ୍ୟ ଭଗବାନଙ୍କର କେଉଁ ରୂପଟା ଭୀଷ୍ମଙ୍କ ମନରେ ଅଛି? ଏବେ ତାର ବର୍ଣ୍ଣନା। ତମାଳପତ୍ର ପ୍ରାୟ ବର୍ଣ୍ଣ, ଯେ ରୂପେ ମୋହେ ତ୍ରିଭୁବନ, ପୀତବସନ କଟି ଶୋହେ, ପ୍ରକାଶେ ରବିରଶ୍ମି ପ୍ରାୟ, ଅଳକା ଆବୃତ କପୋଳ, ବିରାଜେ ବଦନ କମଳ, ଅର୍ଜୁନ ସଖା ପାଦ ତଳେ, ମୋ ଚିତ୍ତ ରହୁ ସୁନିଶ୍ଚଳେ। ବାଃ, କି ସୁନ୍ଦର ବର୍ଣ୍ଣନା! ଲାଗୁଛି ଯେମିତି ସେ ସାମ୍ନାରେ ଦେଖୁଛନ୍ତି। ନିଶ୍ଚୟ। ତମାଳପତ୍ର ପ୍ରାୟ ବର୍ଣ୍ଣ, ଏ ଉପମାଟା ଖୁବ୍ ମନଛୁଆଁ। ସେଇ ଶ୍ୟାମସୁନ୍ଦର ରୂପ, ଘନ ନୀଳବର୍ଣ୍ଣ, ଯାହା କେବଳ ମନୁଷ୍ୟକୁ ନୁହେଁ, ତିନି ଭୁବନକୁ ମୋହିପାରେ। ଆଉ ଅଣ୍ଟାରେ ପିନ୍ଧା ପୀତାମ୍ବର ସୂର୍ଯ୍ୟକିରଣ ପରି ଚକ୍ଚକ୍ କରୁଛି। ଆଉ ମୁହଁ ଉପରେ ପଡ଼ିଥିବା ସେ କୁଞ୍ଚୁକୁଞ୍ଚିଆ ବାଳ, ଅଳକା, ତାଙ୍କ ପଦ୍ମମୁହଁର ଶୋଭା ଆହୁରି ବଢ଼ଉଛି। ଏତେ ସୁନ୍ଦର ରୂପ କଥା କହିସାରି ପୁଣି ସେ ଫେରି ଆସୁଛନ୍ତି ମୂଳ କଥାକୁ। ସେଇ ଅର୍ଜୁନଙ୍କ ସାଙ୍ଗ, ସେଇ କୃଷ୍ଣଙ୍କ ପାଦରେ ହିଁ ମୋ ମନଟା ସବୁବେଳେ ଥାଉ, ସ୍ଥିର ହୋଇ ରହୁ। କିନ୍ତୁ କୃଷ୍ଣ ତ କେବଳ ସୁନ୍ଦର ନୁହନ୍ତି, ସେ ତ ମହାବୀର। ଯୁଦ୍ଧଭୂମିରେ ତାଙ୍କର ଆଉ ଗୋଟେ ରୂପ। ଠିକ୍, ଭୀଷ୍ମ ସେ କଥା ବି ମନେ ପକାଉଛନ୍ତି। ସଂଗ୍ରାମେ ଅଶ୍ୱଧୂଳି କାଏ, ଶିରବଦନ ଧୂମ୍ର ପ୍ରାୟ, ବିରାଜେ ସ୍ୱେଦକଣା ଅଙ୍ଗେ, ବିବିଧା ଅଳଙ୍କାର ରଙ୍ଗେ, ମୋର ତୀକ୍ଷ୍ଣ ବାଣ ପନ୍ତି, ଯାହାର କବଚେ ଝଲକନ୍ତି, ସେ ରୂପେ ପଶୁ ମୋର ପ୍ରାଣ, ଏ ଭବ ଜଳୁ ପରିତ୍ରାଣ। ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା। ଦେଖନ୍ତୁ, ଯିଏ ଯୁଦ୍ଧରେ ଶତ୍ରୁ ଥିଲା,
ଯାହାଙ୍କୁ ସେ ନିଜେ ବାଣ ମାରିଛନ୍ତି। ତାଙ୍କରି ସେଇ ଯୁଦ୍ଧ ରୂପକୁ ବି ସେ ଆରାଧନା କରୁଛନ୍ତି। ଧୂଳିରେ ଭରା ଦେହ, ମୁଣ୍ଡ, ମୁହଁ, ଝାଳ ବହୁଛି, ଆଉ ସେଇ ଦେହରେ ଅଳଙ୍କାର ବି ଅଛି। ହଁ, ଆଉ ସବୁଠୁ ବଡ଼ କଥା, ସେ ନିଜେ ମାରିଥିବା ବାଣ ସେଇ କୃଷ୍ଣଙ୍କ କବଚରେ ବାଜି ଚମକୁଛି, ସେ କଥା ବି ମନେ ପକାଉଛନ୍ତି। ଏଥିରେ ଗର୍ବ ନାହିଁ, ଅଛି କେବଳ ଭକ୍ତି। ଆଉ ଚାହୁଁଛନ୍ତି ସେଇ ଯୁଦ୍ଧ ରୂପରେ ହିଁ ତାଙ୍କ ପ୍ରାଣ ମିଶିଯାଉ। ହଁ, କାରଣ ସେ ଜାଣନ୍ତି ସେ ରୂପ ବି ତାଙ୍କୁ ଏ ସଂସାରରୁ ମୁକ୍ତି ଦେଇପାରିବ। ଏହା ବାସ୍ତବିକ ବିଚିତ୍ର। ଯେଉଁ ରୂପରେ ନିଜେ ଆଘାତ ଦେଇଛନ୍ତି ସେଇ ରୂପରେ ଲୀନ ହେବାକୁ ଚାହିଁବା, ଏହା କ'ଣ ଦେଖାଉଛି? ଏହା ଦେଖାଉଛି ଭକ୍ତର ସେଇ ସମ୍ପୂର୍ଣ୍ଣ ଗ୍ରହଣଶୀଳତା। ଭଗବାନଙ୍କର ସବୁ ଲୀଳା, ସବୁ ରୂପ, ମଧୁର ହେଉ କି ଭୟଙ୍କର, କୋମଳ ହେଉ କି କଠୋର, ହଁ, ସବୁକିଛି ତା ପାଇଁ ପୂଜନୀୟ। ଭୀଷ୍ମ ତ ଜାଣିଥିଲେ କୃଷ୍ଣ ହିଁ ଈଶ୍ୱର, ତେଣୁ ଯୁଦ୍ଧର ସେ ରୂପ ବି ତାଙ୍କ ପାଇଁ ଦିବ୍ୟ। ଆଚ୍ଛା, ଏବେ ଆସୁଛି କୃଷ୍ଣଙ୍କର ଆଉ ଏକ ଶକ୍ତିର କଥା, ଯାହା ଟିକେ ରହସ୍ୟମୟ। ହୁଁ, ଯେ ହରି ଅର୍ଜୁନ ବଚନେ ରଥ ନିବେଶୀ ମଧ୍ୟସ୍ଥାନେ ଅନାଇ କଟାକ୍ଷ ଲୋଚନେ ଆୟୁଷହରେ ପରସୈନ୍ୟେ ତାର ଚରଣେ ମନ ଚିନ୍ତି ନିରତେ ହେଉ ମୋର ପ୍ରୀତି। ଏ ପଦଟା, କଟାକ୍ଷ ଲୋଚନେ ଆୟୁଷହରେ, କେବଳ ଚାହାଣୀରେ ଆୟୁଷ୍ୟ ନେଇଯିବା, ଏମିତି କେମିତି ହବ? ଏଇଟା ତ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି। ମାନେ ଯୁଦ୍ଧ ଆରମ୍ଭରେ ଅର୍ଜୁନ କହିଲେ, ଦୁଇ ସେନା ମଝିରେ ରଥ ରଖ। ହଁ, ରଖିଲେ। କୁହାଯାଏ ସେଇଠୁ ଯେତେବେଳେ କୌରବ ସେନାକୁ ଚାହିଁଲେ, ତାଙ୍କର ସେଇ ତିର୍ଚ୍ଛା ଚାହାଣୀରେ, ମାନେ କଟାକ୍ଷରେ, ହଁ, ସେମାନଙ୍କର ଆୟୁଷ ସେଇଠି କମିଗଲା। କ୍ଷୟ ହୋଇଗଲା। ଏହା କେବଳ ମୃତ୍ୟୁ ନୁହେଁ, ଏହା ଭଗବାନଙ୍କର ଇଚ୍ଛା ଶକ୍ତି। ମାନେ ଯୁଦ୍ଧର ଫଳାଫଳ ଆଗରୁ ଜଣାଥିଲା? ଏକ ପ୍ରକାରେ ହଁ, କାରଣ ସ୍ୱୟଂ ଭଗବାନ ସେଇଆ ଚାହୁଁଥିଲେ। ତେଣୁ ଭୀଷ୍ମ ସେଇ ସର୍ବଶକ୍ତିମାନ କୃଷ୍ଣଙ୍କର ପାଦରେ ହିଁ ନିଜର ଭକ୍ତି ବଢ଼ାଇବାକୁ ଚାହୁଁଛନ୍ତି। ଏହା ପରେ ତ ଆସୁଛି ସେ ପ୍ରସିଦ୍ଧ ଗୀତା ଉପଦେଶର କଥା, ଯେବେ ଅର୍ଜୁନଙ୍କର ମୋହଭଙ୍ଗ ହେଉଛି। ହଁ, ସେଇ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଯୁଦ୍ଧର ଅର୍ଥେ କୋପ ଭରି, ସକଳ ବୀରେ ଶସ୍ତ୍ର ଧରି, ସମରେ ଦେଖି ବନ୍ଧୁଜନ, ଦୟାରେ ନ ଯୁଝେ ଅର୍ଜୁନ, ମାୟାରେ ତାର ମନ ମୋହି, ଅନେକ ଆତ୍ମବିଦ୍ୟା କହି, ତାହାର କୁମତି ହରିଲା, ଛଳେ ସମସ୍ତ ସଂଘାରିଲା, ତାର ଚରଣେ ମୋର ମତି, ନିଶ୍ଚଳେ ହେଉ ଆତ୍ମରତି। ଏକଦମ ଗୀତାର ସାର। ଯୁଦ୍ଧ ପାଇଁ ସମସ୍ତେ ରେଡି, କିନ୍ତୁ ମୁଖ୍ୟ ଯୋଦ୍ଧା ଅର୍ଜୁନ ନିଜ ଲୋକଙ୍କୁ ଦେଖି ପଛଘୁଞ୍ଚା ଦେଉଛନ୍ତି। ମୋହଗ୍ରସ୍ତ ହୋଇ। ହଁ, ସେତେବେଳେ କୃଷ୍ଣ କ'ଣ କଲେ? ଜଗନ୍ନାଥ ଦାସ ଲେଖୁଛନ୍ତି, ମାୟାରେ ତାର ମନ ମୋହି, ପ୍ରଥମେ ଟିକେ ମାୟାରେ ଆଚ୍ଛନ୍ନ କଲେ। ଆଚ୍ଛା, ତାପରେ? ଆତ୍ମଜ୍ଞାନ ଦେଲେ। ହଁ। ଗୀତା କହିଲେ, ତାପରେ ଅର୍ଜୁନଙ୍କର କୁମତି, ମାନେ ସେ ଭୁଲ ଧାରଣା ଦୂର ହେଲା। ଆଉ ଛଳେ ସମସ୍ତ ସଂଘାରିଲା, ଏ ଛଳ ମାନେ କ'ଣ? ଏଠି ଛଳ ମାନେ କପଟ ନୁହେଁ, ଏଠି ଅର୍ଥ ହେଲା କୌଶଳ ବା ନୀତି। କୃଷ୍ଣଙ୍କ ନୀତି ଆଉ ପ୍ରେରଣାରେ ହିଁ ଅର୍ଜୁନ ସମସ୍ତଙ୍କୁ ମାରିଲେ। ବୁଝିଲି। ତେଣୁ ଭୀଷ୍ମ ସେ ଗୀତା କହିଥିବା କୃଷ୍ଣଙ୍କ ପାଦରେ ନିଜ ବୁଦ୍ଧି ଆଉ ପ୍ରୀତିକୁ ସ୍ଥିର ରଖିବାକୁ ଚାହୁଁଛନ୍ତି। ଠିକ୍। କିନ୍ତୁ ଏହା ପରର ପଦଗୁଡ଼ିକ ବହୁତ ରୋଚକ। ସେଠି କୃଷ୍ଣ ନିଜେ ନିଜ ପ୍ରତିଜ୍ଞା ଭାଙ୍ଗୁଛନ୍ତି। ହଁ, ସେଇ ଅତି ଚର୍ଚ୍ଚିତ ଘଟଣା। ମୋହର ତୁଲେ ସତ୍ୟ କଲା, ଶସ୍ତ୍ର ନ ଧରିବି ବୋଇଲା, ମୋହର ତୀକ୍ଷ୍ଣ ବାଣୀ କୋପି, ମୋ ବଚନେ ସତ୍ୟ ସ୍ଥାପି, ତକ୍ଷଣେ ଚକ୍ର ଘେନି ହସ୍ତେ, ରଥୁ ଧାଇଲା ଭୂମିଗତେ, ସ୍ୱଧର୍ମ ସମର ଉପେକ୍ଷୀ, ସିଂହ ଯେସନେ ଗଜ ଦେଖି, ଧାମନ୍ତେ ଅବନି କମ୍ପିଲା, ଉତ୍ତରୀ କନ୍ଧୁ ଉଡ଼ିଗଲା, ଚକ୍ର ଉଞ୍ଚାଇ ମହାକୋପେ, ମିଳିଲା ମୋହର ସମୀପେ। ବାଃ, ଏଇଟା ମହାଭାରତର ଗୋଟେ ଶିଖର ମୁହୂର୍ତ୍ତ। କୃଷ୍ଣ କହିଥିଲେ, ମୁଁ ଅସ୍ତ୍ର ଧରିବିନି। ହଁ, କେବଳ ସାରଥୀ ହେବେ। କିନ୍ତୁ ଭୀଷ୍ମ ବି କହିଥିଲେ, ମୁଁ କୃଷ୍ଣଙ୍କୁ ଅସ୍ତ୍ର ଧରେଇବି। ଓହୋ, ଦୁଇ ପ୍ରତିଜ୍ଞା। ହଁ, ତେଣୁ ଯୁଦ୍ଧର ନବମ ଦିନ ଭୀଷ୍ମ ଏମିତି ଯୁଦ୍ଧ କଲେ ଯେ ପାଣ୍ଡବ ସେନା ଛତ୍ରଭଙ୍ଗ ଦେଲେ। ଅର୍ଜୁନ ବି ଟିକେ ଧୀମା ପଡ଼ିଗଲେ। ହଁ, ସେତେବେଳେ ଭୀଷ୍ମଙ୍କ ବାଣ କୃଷ୍ଣଙ୍କ ଦେହରେ ବି ବାଜିଲା। କିନ୍ତୁ କୃଷ୍ଣ କାହିଁକି ରାଗିଲେ? ଦେଖନ୍ତୁ, ପଦରେ ଅଛି, ମୋହ ବଚନେ ସତ୍ୟ ସ୍ଥାପି। ମାନେ ଭୀଷ୍ମଙ୍କ କଥା ରଖିବା ପାଇଁ। ଏକଦମ ନିଜ ଭକ୍ତର କଥା ରଖିବା ପାଇଁ ନିଜ ପ୍ରତିଜ୍ଞା ଭାଙ୍ଗିବାକୁ ବି ପ୍ରସ୍ତୁତ। ଏହାଠୁ ବଡ଼ ଭକ୍ତବତ୍ସଳତା ଆଉ କ'ଣ ହେବ? ବାସ୍ତବିକ, ଅଦ୍ଭୁତ। ନିଜ କଥାଠୁ ଭକ୍ତର କଥା ବଡ଼। ଏଇଟା ହିଁ ତ ଭଗବାନଙ୍କ ପ୍ରେମର ଲୀଳା। ସେ ନିୟମର ନୁହେଁ, ପ୍ରେମର ଅଧୀନ। ତେଣୁ ସେ ରାଗିବାର ଅଭିନୟ କଲେ, ରଥଚକଟାକୁ ଉଠେଇଲେ। ଅସ୍ତ୍ର ପରି। ହଁ, ସାରଥୀ ଧର୍ମ ଭୁଲି ସିଂହ ଯେମିତି ହାତୀକୁ ଦେଖି ମାଡ଼ିଯାଏ, ସେମିତି ଭୀଷ୍ମଙ୍କ ଆଡ଼କୁ ଧାଇଲେ। ପୃଥିବୀ କମ୍ପିଲା, ଦେହରୁ ଚାଦର ଖସି ପଡ଼ିଲା,
ପୁରା ରୁଦ୍ର ରୂପ। ହଁ, ସେହି ମହାକ୍ରୋଧ ରୂପରେ ସେ ଭୀଷ୍ମଙ୍କ ପାଖରେ ପହଞ୍ଚିଗଲେ। ତାହେଲେ ଏମିତି ରୂପ ଦେଖି ଭୀଷ୍ମ କଣ କଲେ? ଡରିଗଲେ? ନା, ଆଦୌ ନୁହେଁ। ଶୁଣନ୍ତୁ, ମୁଁ ଆତତାଇ ପଣେ ଅନେକ ବାଣର ସେ ବିନ୍ଧି ବିଶୀର୍ଣ୍ଣ କଲି ସେହିଣୀ ଅଙ୍ଗେ, ଦେଖି ଧାଇଲା ଅତି ବେଗେ ରୁଧିର ଭୂଷଣ ଶରୀରେ, ଭୂମି କମ୍ପଇ ପାଦଭରେ, ହରିବା ପାଇଁ ମୋର ପ୍ରାଣ, ମୁଁ ଏବେ ପଶିଲି ଶରଣ। ଦେଖନ୍ତୁ ତାଙ୍କର ମହାନତା। ନିଜକୁ କହୁଛନ୍ତି ଆତତାୟୀ, ମାନେ ପାପୀ, ଆକ୍ରମଣକାରୀ। କାହିଁକି? କାରଣ ସେ ସେଇ ସ୍ନେହମୟ କୃଷ୍ଣଙ୍କୁ ବାଣ ମାରିଛନ୍ତି। ହଁ, ସେ କହୁଛନ୍ତି ମୋ ବାଣରେ ତାଙ୍କ ଦେହ କ୍ଷତବିକ୍ଷତ ହେଲା, ରକ୍ତ ବୋହିଲା, ରୁଧିର ଭୂଷଣ ଶରୀରେ। ସେ ମୋତେ ମାରିବାକୁ ଆହୁରି ଜୋରରେ ଧାଇଲେ। କିନ୍ତୁ ସେତେବେଳେ ଭୀଷ୍ମ କଣ କଲେ? ସେ କହିଲେ, ମୁଁ ଏବେ ପଶିଲି ଶରଣ। ଯିଏ ମୋ ଜୀବନ ନେବାକୁ ଆସୁଛି, ମୁଁ ତାରି ପାଖରେ ଶରଣ ପଶିଲି। ବାଃ, ଏହା ତ କେବଳ ଜଣେ ପରମ ଭକ୍ତ ହିଁ କରିପାରେ। ନିଶ୍ଚୟ, କାରଣ ସେ ସେହି କ୍ରୋଧ ଭିତରେ ବି କୃଷ୍ଣଙ୍କ ପ୍ରେମକୁ ହିଁ ଦେଖୁଥିଲେ। ଏହାପରେ ସେ ପୁଣି ଫେରି ଯାଉଛନ୍ତି କୃଷ୍ଣଙ୍କର ସେ ଶାନ୍ତ ସାରଥୀ ରୂପକୁ। ହଁ, କୃଷ୍ଣଙ୍କର ତ ଅନେକ ରୂପ। ବିଜୟ ରଥେ ଯେ ସାରଥୀ, ରଥାରୋହୀ ଶୁଭଚିନ୍ତି, ହୟଙ୍କ ରଶ୍ମି ଯେହୁ ଧରେ, ସେ ରୂପେ ମନ ରହୁ ସ୍ଥିରେ, ସଂଗ୍ରାମ କରି ଯେତେ ମଲେ, ତାମୁଖ ଦେଖି ତରିଗଲେ, ଏବେ ମୋହର ଅନ୍ତକାଳେ, ମୋ ଚିତ୍ତ ରମୋତା ପୟରେ। ହଁ, ଏବେ ସେ ସେହି ସାରଥୀ ରୂପକୁ ଧ୍ୟାନ କରୁଛନ୍ତି, ଯିଏ ଅର୍ଜୁନଙ୍କ ରଥରେ ବସି ଘୋଡ଼ାର ଲଗାମ ଧରିଥିଲେ। ଆଉ ସବୁବେଳେ ପାଣ୍ଡବଙ୍କ ଭଲ ଚିନ୍ତା କରୁଥିଲେ। ସେହି ରୂପରେ ବି ମନ ସ୍ଥିର ରହୁ। ଆଉ ଗୋଟେ ବଡ଼ କଥା କହିଲେ ଦେଖନ୍ତୁ, କଣ? ଯୁଦ୍ଧରେ ଯେତେ ଲୋକ ମଲେ, ସେମାନେ ମଲାବେଳ କୃଷ୍ଣଙ୍କ ମୁହଁ ଦେଖିଲେ ବୋଲି ସମସ୍ତେ ମୁକ୍ତି ପାଇଗଲେ। ଓହୋ, କୃଷ୍ଣ ଦର୍ଶନର ଏତେ ମହିମା। ହଁ, ତେଣୁ ଭୀଷ୍ମ ନିଜର ଏଇ ଶେଷ ସମୟରେ କେବଳ ସେହି କୃଷ୍ଣଙ୍କ ପାଦରେ ହିଁ ନିଜ ମନକୁ ଲଗେଇବାକୁ ଚାହୁଁଛନ୍ତି। କିନ୍ତୁ ଏ ଯୁଦ୍ଧର ଗମ୍ଭୀର ବାତାବରଣରୁ ହଠାତ୍ ଭୀଷ୍ମଙ୍କ ମନ ଚାଲିଯାଉଛି କେଉଁଆଡ଼େ ଜାଣନ୍ତି? ବୃନ୍ଦାବନ। ହଁ, ସେଇ ମଧୁର ସ୍ମୃତି। ଗୋପନଗରେ ବୃନ୍ଦାବନେ, ରାସ ଉତ୍ସବେ ଗୋପୀଜନେ, ଲଳିତଗତି ସୁବିଳାସ, ମନୋଜ ଦୃଷ୍ଟି ମନ୍ଦହାସ, ଯାହାର ସଙ୍ଗେ ଭାବ କରି, ଗୋପୀଏ ଭବୁ ଗଲେ ତରି। କୁରୁକ୍ଷେତ୍ରରୁ ସିଦ୍ଧ ବୃନ୍ଦାବନର ରାସଲୀଳା, ଏ ପରିବର୍ତ୍ତନ ବଡ଼ ଚମତ୍କାର। ଏଇଟା ଦେଖାଉଛି ତାଙ୍କ ମନଟା କୃଷ୍ଣଙ୍କ ସବୁ ଲୀଳାରେ ଭର୍ତ୍ତି। ସେ କେବଳ ଯୁଦ୍ଧର କୃଷ୍ଣ ନୁହେଁ, ବୃନ୍ଦାବନର ସେ ଗୋପୀ ବଲ୍ଲଭ କୃଷ୍ଣଙ୍କୁ ବି ସ୍ମରଣ କରୁଛନ୍ତି। ହଁ, ସେଇ ରାସନାଚର ଦୃଶ୍ୟ, ଗୋପୀଙ୍କ ସାଙ୍ଗରେ କୃଷ୍ଣଙ୍କର ସୁନ୍ଦର ନାଚ, ଲଳିତ ଗତି, ତାଙ୍କର ଖେଳ, ସୁବିଳାସ, ସେ ମନଲାଖି ଚାହାଣୀ, ଆଉ ସେ ମିଠା ହସ। ଆଉ ସେ ଜାଣନ୍ତି ଯେ ଗୋପୀମାନେ କେବଳ ସେଇ କୃଷ୍ଣଙ୍କ ସହ ପ୍ରେମ ଭାବ କରି କରି ସଂସାରରୁ ତରିଗଲେ। ଠିକ୍, ତେଣୁ ସେଇ ମଧୁର ରୂପ ବି ମୁକ୍ତି ଦେଇପାରେ। ଆଉ କେବଳ ବୃନ୍ଦାବନ ନୁହେଁ, ହସ୍ତିନାପୁର ରାଜସଭାରେ ବି ତ କୃଷ୍ଣଙ୍କର ଗୋଟେ ଐଶ୍ୱର୍ଯ୍ୟମୟ ରୂପ ଥିଲା, ସେ କଥା ବି ମନେ ପଡୁଛି। ହଁ, ରାଜସୂୟ ଯଜ୍ଞ କଥା। ଧର୍ମନନ୍ଦନ ଯଜ୍ଞ କାଳେ ଋଷି ବ୍ରାହ୍ମଣ ରାଜା ମେଳେ, ଯାହାର ପାଦେ ଅର୍ଘ୍ୟ ଦେଇ ସୁଖେ ସୁନ୍ଦର ମୁଖ ଚାହିଁ ସକଳେ ଗଲେ ମୁଖ୍ୟ ମାର୍ଗେ, ସେ ଏବେ ଦିଶେ ମୋର ଆଗେ। ଏଠି ରାଜସୂୟ ଯଜ୍ଞର କଥା। ଯେତେବେଳେ ଯୁଧିଷ୍ଠିର ଯଜ୍ଞ କଲେ, ଦେଶ ବିଦେଶରୁ କେତେ ଋଷି ବ୍ରାହ୍ମଣ ରାଜା ଆସିଲେ। ହଁ, ଆଉ ସେଇଠି ଭୀଷ୍ମ ନିଜେ କହିଥିଲେ ଯେ କୃଷ୍ଣଙ୍କ ହିଁ ପ୍ରଥମ ପୂଜା ମିଳିବ। ଠିକ୍, ଅଗ୍ରପୂଜା, କାରଣ ସେହି ସର୍ବଶ୍ରେଷ୍ଠ। ସମସ୍ତେ ମାନିଲେ, କୃଷ୍ଣଙ୍କର ପାଦ ପୂଜା ହେଲା। ଆଉ ଭୀଷ୍ମ କହୁଛନ୍ତି, ସେଦିନ ସେଠି ଯେତେ ଲୋକ ଥିଲେ, ସମସ୍ତେ କୃଷ୍ଣଙ୍କ ମୁହଁକୁ ଚାହିଁ ମୁଖ୍ୟ ପାଇଗଲେ। ହଁ, ସେହି ପରମ ବ୍ରହ୍ମ କୃଷ୍ଣ ଆଜି ନିଜେ ମୋ ଆଗରେ ଅଛନ୍ତି। ଏହାଟି ବଡ଼ ଭାଗ୍ୟ ଆଉ କ'ଣ? ଏତେ ସବୁ ରୂପ, ଏତେ ଲୀଳା କଥା ମନେ ପକାଇବା ପରେ ଶେଷରେ ଭୀଷ୍ମ କେଉଁ ସିଦ୍ଧାନ୍ତରେ ପହଞ୍ଚୁଛନ୍ତି? କୃଷ୍ଣଙ୍କର ପ୍ରକୃତ ସ୍ୱରୂପ କ'ଣ? ହଁ, ସେଇଟା ହିଁ ଶେଷ କଥା। ନିର୍ମଳ ଆତ୍ମାରୂପ ହୋଇ ପ୍ରାଣୀଙ୍କ ହୃଦୟ ଯେ ବସଇ, ଯେ ରୂପେ ଦୃଷ୍ଟି ଭେଦେ ରବି, ଅନେକ ବୋଲି ଅନୁଭବୀ, ସେ ହରିପାଦ ଯୁଗେ ଭଜି, ପଶିଲି ଭବମୋହ ତେଜି। ଏଇ ପଦଗୁଡ଼ିକ ଯେମିତି ପୁରା ସ୍ତୁତିର ଶେଷ କଥା, ଚୂଡ଼ାନ୍ତ ଉପଲବ୍ଧି। ଏହାର ଗଭୀର ମାନେ କ'ଣ? ଏଇଟାଇ ସାର୍, ଭୀଷ୍ମ ଏବେ କୃଷ୍ଣଙ୍କର ସେଇ ସର୍ବବ୍ୟାପୀ ନିର୍ଗୁଣ ଆତ୍ମା ସ୍ୱରୂପକୁ ଦେଖୁଛନ୍ତି। ସେ କହୁଛନ୍ତି, ସେଇ ପରମାତ୍ମା ତ ଶୁଦ୍ଧ ଆତ୍ମା ହୋଇ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି। ଆମେ ତାଙ୍କୁ ବାହାରେ ଅଲଗା ଅଲଗା ରୂପରେ ଦେଖୁଛେ, କିନ୍ତୁ ସେ ଅଛନ୍ତି ସମସ୍ତଙ୍କ ଭିତରେ। ଗୋଟେ ବଢ଼ିଆ ଉଦାହରଣ ଦେଲେ, ଯେମିତି ସୂର୍ଯ୍ୟ ଆକାଶରେ ତ ଗୋଟିଏ, ହଁ, କିନ୍ତୁ ଅଲଗା ଅଲଗା ପାଣି ପାତ୍ରରେ ଅନେକ ପ୍ରତିବିମ୍ବ ଦିଶେ। ଠିକ୍,
କିମ୍ବା ଅଲଗା ଲୋକ ଅଲଗା ଜାଗାରୁ ଦେଖିଲେ ଅଲଗା ଅନୁଭବ କରନ୍ତି। ହଁ, ସେମିତି ସେଇ ଗୋଟିଏ ପରମାତ୍ମା ହିଁ ନାନା ରୂପରେ ଦେଖାଯାଆନ୍ତି। ଏଇ କଥାଟା ବୁଝିବା ପରେ ହଁ, ଏଇ ତତ୍ତ୍ୱ ବୁଝି ଭୀଷ୍ମ କହୁଛନ୍ତି, ମୁଁ ସେହି ଏକମାତ୍ର ହରିଙ୍କ ପାଦରେ ନିଜକୁ ପୁରା ସମର୍ପଣ କଲି, ଭଜି ସବୁ ମୋହମାୟା ଛାଡ଼ିଦେଲି, ଭବମୋହ ତେଜି, ଆଉ ତାଙ୍କ ଶରଣରେ ପଶିଲି। ପୂର୍ଣ୍ଣ ଶରଣାଗତି। ହଁ, ଏଇଟା ହିଁ ପୂର୍ଣ୍ଣ ଶରଣାଗତି। ବାସ୍ତବିକ କି ଅସାଧାରଣ ଯାତ୍ରା ଥିଲା ଏଇଟା। ଆଜି ଆମେ ଦେଖିଲେ ପିତାମହ ଭୀଷ୍ମ ଶେଷ ସମୟରେ ସେ ଶରଶଯ୍ୟାର କଷ୍ଟ ଭୁଲିଯାଏ କେବଳ କୃଷ୍ଣଙ୍କୁ ହିଁ ମନେ ପକାଉଥିଲେ। ତାଙ୍କର ସବୁ ରୂପ ସୁନ୍ଦର, ଭୟଙ୍କର, ଶାନ୍ତ, କ୍ରୋଧିତ, ମଧୁର, ଐଶ୍ୱର୍ଯ୍ୟମୟ ସବୁକୁ ସମାନ ଭକ୍ତିରେ ସ୍ମରଣ କଲେ। ଯୁଦ୍ଧକ୍ଷେତ୍ରର ସାରଥୀ ହୁଅନ୍ତୁ କି ବୃନ୍ଦାବନର କାହ୍ନା, ରାଜସଭାର ପୂଜ୍ୟ ଦେବତା ହୁଅନ୍ତୁ କି ନିଜ ପ୍ରତିଶ୍ରୁତି ଭାଙ୍ଗୁଥିବା ସେ ପ୍ରେମମୟ ଭଗବାନ, ସବୁକୁ ସେ ଆଦରରେ ନେଇ ଶେଷରେ ସେଇ ଏକ ଅଦ୍ୱିତୀୟ ପରମାତ୍ମାଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଦେଇଦେଲେ। ଏଥିରୁ ଯୋଉ ମୁଖ୍ୟ କଥାଟା ଆମେ ଶିଖୁଛେ ସେଟା ସବୁଦିନ ପାଇଁ। ଦେଖନ୍ତୁ, ଜୀବନର ଶେଷ ମୁହୂର୍ତ୍ତରେ ଯେତେବେଳେ ଆଉ କିଛି ନଥାଏ, ହଁ, ସବୁ ବନ୍ଧନ ଛିଣ୍ଡି ଯାଉଥାଏ, ସେତେବେଳେ ଯଦି ମନଟା ପୂରାପୂରି ଭଗବାନଙ୍କଠି ଲାଗିଯାଏ, ଯଦି ମୁଁ ପଣଟା ଚାଲିଯାଏ, କେବଳ ଶରଣାଗତି ରହେ, ତାହେଲେ ମୁକ୍ତି ନିଶ୍ଚିତ। ହଁ, ନିଶ୍ଚିତ। ଆଉ ଭୀଷ୍ମଙ୍କର ଏ ସ୍ତୁତି ଦେଖାଉଛି ଯେ ପ୍ରକୃତ ଭକ୍ତି କେବଳ ଭଲ ରୂପ ଦେଖି ହୁଏନି। ତାଙ୍କର ସବୁ କାମ, ସବୁ ଲୀଳାକୁ ଗ୍ରହଣ କରିବା ହେଲା ପୂର୍ଣ୍ଣ ଭକ୍ତି। ଏପରିକି ଯୋଉଟା ଆମକୁ ଅଡୁଆ ଲାଗିପାରେ, ଯେମିତି କୃଷ୍ଣଙ୍କର ପ୍ରତିଶ୍ରୁତି ଭଙ୍ଗ। ହଁ, ଭକ୍ତ ସେଥିରେ ବି ଭଗବାନଙ୍କ ପ୍ରେମ ଆଉ କରୁଣା ହିଁ ଦେଖେ। ଏଇଟା ହିଁ ଭକ୍ତିର ଶକ୍ତି, ସବୁ ଦ୍ୱନ୍ଦ୍ୱରୁ ପାର କରିଦିଏ। ଆଶା କରୁଛି ଆମ ଶ୍ରୋତାମାନଙ୍କୁ ଭୀଷ୍ମଙ୍କର ଏହି ଅନନ୍ୟ ଭକ୍ତି ଆଉ ଶରଣାଗତିର ଆଲୋଚନା ନିଶ୍ଚୟ ମନକୁ ଛୁଇଁଥିବ। ହଁ, ଯଦି ଆପଣମାନେ ବି ଭୀଷ୍ମଙ୍କ ପରି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବାକୁ ଚାହୁଁଛନ୍ତି, ତେବେ ତଳେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖି ନିଜ ଭକ୍ତି ଜଣାଇ ପାରନ୍ତି। ନିଶ୍ଚିତ ଲେଖନ୍ତୁ। ଆଗାମୀ ଆଲୋଚନାରେ ଆମେ ଏଇ ନବମ ଅଧ୍ୟାୟର ଆଗକୁ ଯିବା। ସେଠି ଭୀଷ୍ମଙ୍କର ଶରୀର ତ୍ୟାଗ ଆଉ ତାଙ୍କର ପରମଗତି ପ୍ରାପ୍ତିର କଥା ଅଛି। ହଁ, ସେଇ ଭାବମୟ ବର୍ଣ୍ଣନା। ତାକୁ ଶୁଣିବାକୁ ଭୁଲିବେନି। ନିଶ୍ଚୟ ଯୋଡ଼ି ହୋଇ ରହିବେ। ଜୟ ଶ୍ରୀକୃଷ୍ଣ। ଜୟ ଶ୍ରୀକୃଷ୍ଣ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।